ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ହୃଦୟର ସହିତ ଆନ୍ତରିକ ନମସ୍କାର। ଆଉ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ମୋର ଆଉ ଏକ ଭିଡ଼ିଓକୁ ମୁଁ ସ୍ୱାଗତ କରୁଅଛି। ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓରେ ମଧ୍ୟ ଆମେ ତାଡ଼ନା ବିଷୟରେ ଆମେ ଆଲୋଚନା କରିବା, ଯାହାକି ବର୍ତ୍ତମାନ ଖ୍ରୀଷ୍ଟ ସମାଜ ପ୍ରତି ଘଟୁଅଛି। ଆଉ ଆପଣମାନେ ଏହି ବ୍ୟକ୍ତିକୁ ଆପଣ କେତେ ଜଣ ଜାଣନ୍ତି? ଯଦି ଜାଣିଛନ୍ତି କମେଣ୍ଟ ମାଧ୍ୟମରେ ତ ଜଣାନ୍ତୁ। ଆଉ ଆପଣଙ୍କର ଅବଗତି ନିମନ୍ତେ ମୁଁ ଜଣାଇ ଦେଉଅଛି, ଯେଉଁମାନେ ଜାଣିନାହାନ୍ତି, ଏହାକୁ ସୋସିଆଲ ମିଡ଼ିଆରେ ଶର୍ମା ଜି ନାମରେ ଲୋକମାନେ ଜାଣନ୍ତି। ଶର୍ମା ଜି ନାମରେ ଏହି ବ୍ୟକ୍ତି ଜଣକ ପରିଚିତ ଅଟନ୍ତି। ଆଉ ଇଏ ଜଣେ ବ୍ରାହ୍ମଣ ପଣ୍ଡିତ ମଧ୍ୟ ଅଟନ୍ତି। ମୋର ଭିଡ଼ିଓ ତିଆରି କରିବାର ଉଦ୍ଦେଶ୍ୟ ହେଉଛି ଯେ ଇଏ ଜଣେ ବ୍ରାହ୍ମଣ ପଣ୍ଡିତ ହେଇ ମଧ୍ୟ ଇଏ ଖ୍ରୀଷ୍ଟ ବିରୋଧୀମାନଙ୍କ ପ୍ରତି ଏହିଭଳି ଷ୍ଟେଟମେଣ୍ଟ ପ୍ରଦାନ କରିଛନ୍ତି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣମାନେ ପ୍ରତ୍ୟେକ ଭାବୁଥିବେ ମୁଁ ଏଇ ପିକ୍ଚର ମାଧ୍ୟମରେ କାହିଁକି ମୁଁ କହୁଛି, କାହିଁକି ମୁଁ ଭିଡ଼ିଓ କାହିଁକି ଦେଖାଉ ନାହିଁ? ପ୍ରିୟ ବନ୍ଧୁଗଣ, ଆପଣଙ୍କର ଅବଗତି ନିମନ୍ତେ ଜଣାଇ ଦେଉଅଛି ଯେ ଯଦି ମୁଁ ସେଇ ଅରିଜିନାଲ ଭିଡ଼ିଓ ଏଠାରେ ଅପଲୋଡ଼ କରିବି, ତେବେ ହୁଏତ କପିରାଇଟ୍ ଷ୍ଟ୍ରାଇକ୍ ଆସିପାରେ, କାରଣ ଭିଡ଼ିଓ ହେଉଛି ଅନ୍ୟ ଏକ ଚ୍ୟାନେଲର। ସେଥିପାଇଁ ଏହି ସମସ୍ତ ବିଷୟ ମୋ ପିକ୍ଚର ମାଧ୍ୟମରେ ଜଣାଇ ଦେଉଅଛି। ଆପଣଙ୍କର ଅବଗତି ନିମନ୍ତେ ଏ ସମସ୍ତ ବିଷୟ ମୁଁ ଜଣାଇ ଦେଉଅଛି। ଆପଣ ଏ ସମସ୍ତ ବିଷୟ ଜାଣନ୍ତୁ, କାରଣ ଆଗକୁ ଇଲେକ୍ସନ୍ ହେବାର ଅଛି ଏବଂ ଇଲେକ୍ସନ୍କୁ ନେଇ ଆଉ ଆପଣମାନେ ଜାଣିଥିବେ ବିଜେପି ସରକାର ସେ ମଧ୍ୟ ଚାହୁଁଛି। ଆଉ ସୋସିଆଲ ମିଡ଼ିଆରେ ଏସବୁ ବିଷୟ ଜଣାପଡ଼ୁଅଛି ଯେ ଆସନ୍ତା ଇଲେକ୍ସନ୍ରେ ଏଇ ଯେଉଁ ଇଲେକ୍ସନ୍ ହେବା ପାଇଁ ଯାଉଅଛି, ଏଥିରେ ମଧ୍ୟ ବିଜେପି ଜିତୁ ବୋଲି ଅନେକ ସେମାନେ ଆଶା ପ୍ରକାଶ କରନ୍ତି। କିନ୍ତୁ ଗୋଟିଏ ବିଷୟ ମୁଁ କହି ରଖୁଅଛି ଯେ ବିଜେପିର ଶାସନ କାଳରେ ଯେ କ'ଣ ସବୁ ଉନ୍ନତି ହେଇଛି କି ଅବନତି ହେଇଛି, ଆପଣମାନେ ତାହା ଭଲ ଭାବରେ ଜାଣନ୍ତି। ଯଦି ନ ଜାଣିଛନ୍ତି, ତେବେ ବିଗତ 10-15 ବର୍ଷର ରେକର୍ଡ଼ ଯଦି ଆପଣ ଦେଖିବେ, ତେବେ ଜାଣିପାରିବେ ଖ୍ରୀଷ୍ଟ ସମାଜ ପ୍ରତି କ'ଣ ସବୁ ହେଇଅଛି, କ'ଣ ସବୁ ହେଇଛି, କ'ଣ ସବୁ ହେଇନି, ତା ଏ ସମସ୍ତ ବିଷୟ ଆପଣ ଜାଣିପାରୁଥିବେ କି ଜାଣିବେ ମଧ୍ୟ ଯଦି ଆପଣ ଏ ସମସ୍ତ ରେକର୍ଡ଼କୁ ଯଦି ଆପଣ ଚେକ୍ କରିବେ। ମୁଁ ଏଠି କାହା ବିରୁଦ୍ଧରେ କହୁନାହିଁ, କିନ୍ତୁ ଗୋଟେ ବିଷୟ କହୁଅଛି, ଏଇ ଯେଉଁ ଶର୍ମାଜୀ, ଯାହାଙ୍କୁ ଶର୍ମାଜୀ ନାମରେ ଲୋକମାନେ ଜାଣନ୍ତି, ଇଏ ଗୋଟେ ଷ୍ଟେଟମେଣ୍ଟ ଦେଇଛନ୍ତି ମଣିପୁରକୁ ନେଇକି। କାରଣ ୟାଙ୍କ ଆଖପାଖରେ ଯେଉଁମାନେ ଅଛନ୍ତି ସେମାନେ ହେଉଛନ୍ତି ବିଜେପି ଦଳର ଲୋକମାନେ। ସେମାନେ ଚାହୁଁଛନ୍ତି ଯେ ବିଜେପି ଆଗାମୀ ନିର୍ବାଚନରେ ପୁଣି ଥରେ ଜିତୁ ବୋଲି। କିନ୍ତୁ ଏଇ ଯେଉଁ ଶର୍ମାଜୀ ଅଛନ୍ତି, ସେ ଗୋଟିଏ ବିଷୟ ସ୍ମରଣ କରାଇ ଦେଉଛନ୍ତି ଏମାନଙ୍କୁ ଯେ ବିଗତ ଦିନମାନଙ୍କରେ ମଣିପୁରରେ କ'ଣ ଘଟିଲା। ଆଉ ଏମିତି ଏକ ଘଟଣା ଘଟିଲା, ଆଉ ଯାହାକୁ ନେଇ ସମସ୍ତ ମହଲରେ ଉତ୍ତେଜନା ସୃଷ୍ଟି ହୋଇଥିଲା, କିନ୍ତୁ ବିଜେପି ସରକାର ତରଫରୁ କୌଣସି ପଦକ୍ଷେପ ନିଆଯାଇନଥିଲା। କାରଣ ମଣିପୁରରେ ମଧ୍ୟ ଯେଉଁ ସରକାର ଅଛି, ତାହା ମଧ୍ୟ ବିଜେପି ସରକାର ଅଟେ। ଆଉ ସେ ମଧ୍ୟ କୌଣସି ପଦକ୍ଷେପ ନେଲେ ନାହିଁ, କୌଣସି ଆକ୍ସନ୍ ନେଲେ ନାହିଁ। ଆଉ ଏଇଥିରୁ ଆପଣ ସମସ୍ତ ବିଷୟ ଅନୁମାନ କରିପାରୁଥିବେ। ମୁଁ ଆଉ ଅଧିକ ଆପଣଙ୍କୁ କ'ଣ କହିବି। ଯେତେବେଳେ ଏଇ ବ୍ୟକ୍ତି ଜଣକ ଶର୍ମାଜୀ ଯେତେବେଳେ ମଣିପୁରର କଥା ଯେତେବେଳେ ଉଠାଇଥିଲେ ଯେ ଯଦି ବିଜେପିକୁ ଜିତିବା ପାଇଁ ଚାହୁଁଛ, ତେବେ ମଣିପୁରକୁ ମଧ୍ୟ ମନେ ପକାଅ। ମଣିପୁର ଗଭର୍ଣ୍ଣମେଣ୍ଟ ବା ମଣିପୁର ସରକାର ଯେଉଁମାନେ ନିର୍ଯାତିତ ହେଲେ ମହିଳାମାନେ ଆଉ ଲେଡ଼ିଜ୍ମାନଙ୍କ ପ୍ରତି କ'ଣ ନ୍ୟାୟ ପ୍ରଦାନ କରିଅଛି, କ'ଣ କରିଅଛି। ଆଉ ଏହି ସମସ୍ତ ବିଷୟ ଯେତେବେଳେ ଏହି ବ୍ୟକ୍ତି ଜଣକ ପ୍ରଶ୍ନ ଉଠାଉଛନ୍ତି, ପାଖରେ ଥିବା ବିଜେପିର ଲୋକମାନେ ସେମାନେ ପୁରା ବିଚଳିତ ହେଇଯାଉଛନ୍ତି। ସେମାନେ ପୁରା ଗୋଟେ ପକ୍ଷରେ କହିବାକୁ ଗଲେ ରାଗି ଉଠୁଛନ୍ତି, ସେମାନେ କୋଳାହଳ କରୁଛନ୍ତି, ଯେପରିକି ସେମାନଙ୍କର କୌଣସି ଭୁଲ ନାହିଁ, କୌଣସି ବି ଦୋଷ ନାହିଁ। ତେବେ ଆଗାମୀ ନିର୍ବାଚନ ଆସୁଅଛି, ଆପଣମାନେ ସମସ୍ତେ ଜାଣନ୍ତି।
आपण मैंने क्या बाछे क्या भोट देवे ता आपण इच्छा आपणकर स्वाधीन से मु कौन विषय कहीपर ना आउ किंतु गोटे विषय मुझे धन्यवाद देवी ये शर्मा जी निमंते एत दिन पर पुणी थे मणिपुर घटना को से उठे तार कथा से उठे मणिपुर घटना को प्रकाश करते कारण वर्तमान सुधा मणिपुर रे जो ख्रीस्टान लेडीज मान को बा नारी मान को जहाँ को जने महिला को जेपरी तांकर इज्जत सहित जेपरी खेल खेला जाइथिला एई ताड़नाकारी मान द्वारा आ से गोटे गोटे स्पष्ट हो जाउछि जे शर्मा जी जहाँ किसी भी स्वर उत्तोलन कर 100% सत्य अटे और से कहते से बीजेपी सरकार कौटे था बीजेपी सरकार कौन कर से तो कौन से एक्शन ही नहीं ना कौन से विषय समाधान ही करे ना तेबे ये समस्त कथा शुणी से चिहिकी उठुंट पूरा रागिकी कोलाहल करुँचे पुराना कथा कहीं उठा हो व्यक्तिर गोटे मात्र दाबी जे के होना कहीं हिंदू हो मुस्लिम हो समस्त इज्जत अच्छी मान अच्छी सम्मान अच्छी तापर आँच आसवा कथा नुहे बिल्कुल भी उचित नुहे आउ से कहते मुझे वर्गर जेकोसी धर्मर व्यक्ति होना कहीं जदि ता प्रति अन्याय हो स्वर निश्चय उठाइबी केवल से नुहति आपण मैंने मु हो आम प्रत्येक जो अन्याय होची से हिंदू हो ख्रीस्टान हो मुस्लिम हो सिख हो जेकोसी वर्गर लोक होना कहीं जो अन्याय होची सेठी स्वर उत्तोलन करने निहाती दरकार अटे आवश्यक अटे आ ये समस्त विषय आ सोशल मीडिया रे बहुत भाइराल होता से जो मणिपुर घटना आज से समस्त विषय स्मरण कले प्राय बहुत दुख लगे आउपरी ताड़नाकारी माने जेपरी भाव से असदाचरण कले माँ भौणी मान प्रति और सब देखिले बड़ विचित्र लगे से कार्यकलाप तथापि बीजेपी चाहूँगी जे से जीतु बोले तेरे एथे आपणकर मतामत कौन कमेंट माध्यम निश्चय जनइबे आ वीडियो को निश्चय लाइक करंतु बंधुगण कारण आपणकर गोटे लाइक आमମାନଙ୍କର मनोबल को निश्चय आहरी बलवत्तर करिवो तबे वीडियो को निश्चित रूप से लाइक करने को भूलिबे नहीं आउ जदि प्रथम थर पे आछन तबे सब्सक्राइब करने को मध्य भूलिबे नहीं तबे प्रिय बंधुगण आपण मान प्रत्येक को हृदय सहित आंतरिक नमस्कार आ शर्मा जी विषय आपण मन में कौन अच्छी कमेंट माध्यम निश्चय जनइबे प्रकृत शर्मा जी जहाँ किसी कही निजर बयान रे ता केते दूर युक्तियुक्त आपण कमेंट माध्यम निश्चित रूप से जनइबे समस्त ख्रीष्ट प्रेम मोर आंतरिक नमस्कार पुणी देखा आप सहित आउ गोटे भिडियो आउ गोटे अध्याय नमस्कार।